ଦେଖନ୍ତୁ ଆଜି ମହାନ ଜନନାୟକ ସ୍ୱର୍ଗତ ବିଜୁ ବାବୁଙ୍କର 109ତମ ଜୟନ୍ତୀ। ପ୍ରତ୍ୟେକ ବର୍ଷ ମାର୍ଚ୍ଚ 5 ତାରିଖ ବିଜୁ ବାବୁଙ୍କର ଜନ୍ମ ଜୟନ୍ତୀ ଉପଲକ୍ଷେ 30 ବର୍ଷ ଧରିକିରି ପଞ୍ଚାୟତରାଜ ଦିବସ ମଧ୍ୟ ପାଳନ କରି ଆସୁଥିଲେ। ଯେଉଁ ସରକାର ବି ମଧ୍ୟ 95ରୁ 1999 ମସିହା ପର୍ଯ୍ୟନ୍ତ କଂଗ୍ରେସ ସରକାର ବି ଥିଲା, ସେ ମଧ୍ୟ ପଞ୍ଚାୟତରାଜ ଦିବସ ପାଳନ କରୁଥିଲେ। 24 ବର୍ଷ ଧରିକି ନବୀନ ବାବୁଙ୍କ ସରକାର ମଧ୍ୟ ପଞ୍ଚାୟତରାଜ ଦିବସ ପାଳନ କରାଯାଉଥିଲା। ଆଜି ମୋହନ ସରକାର କାହିଁକି ସେ ଏମିତି ଡିସିସନ୍ ନେଇକିରି ଯେ ବିଜୁ ବାବୁଙ୍କ ଜୟନ୍ତୀରେ ଯେଉଁ ପଞ୍ଚାୟତରାଜ ଦିବସକୁ ପାଳନ ବନ୍ଦ କରିଦେଇଛନ୍ତି, ଯେ ଓଡ଼ିଆ ଅସ୍ମିତା କହିକି ଓଡ଼ିଶାର ସରକାରକୁ ଆସିଛନ୍ତି ଜଣେ ମହାନ ଜନନାୟକ, ଯେ 3ଟି ଦେଶର ଯାହାଙ୍କର ସମ୍ମାନ ଅଛି, ଯେ ସାରା ପୃଥିବୀରେ ଯେ ନବୀନ ବିଜୁ ବାବୁଙ୍କୁ ଜାଣିଛନ୍ତି, ସେଇଭଳି ଜଣେ ବ୍ୟକ୍ତିତ୍ୱଙ୍କର ଅସମ୍ମାନ କରିବା ବା ସେଇଭଳି ଜଣେ ବ୍ୟକ୍ତିତ୍ୱଙ୍କର ଜନ୍ମ ଜୟନ୍ତୀରେ ଯେଉଁ ପଞ୍ଚାୟତରାଜ ଦିବସକୁ ବନ୍ଦ କରିବା ନିଶ୍ଚିତ ଭାବରେ ଦୁର୍ଭାଗ୍ୟଜନକ କଥା। ଏଇ ଯେଉଁ ବନ୍ଦ କରିକିରି ସେ ଯେଉଁ ବାହା ନେବାକୁ ଚାହିଁଛନ୍ତି, ସେ ନିଶ୍ଚିତ ଭାବରେ ଦଣ୍ଡ ପାଇବେ। ଆଗାମୀ 2027 ମସିହାରେ ଯେଉଁ ପଞ୍ଚାୟତ ନିର୍ବାଚନ ହେବ, ସେ ପଞ୍ଚାୟତ ନିର୍ବାଚନର ବିଜୁ ବାବୁଙ୍କର ଜନ୍ମ ଜୟନ୍ତୀରେ ପଞ୍ଚାୟତରାଜ ଦିବସକୁ ଯେଉଁ ବନ୍ଦ କରିଛନ୍ତି, ତାର ପରିଣାମ ସେ ନିଶ୍ଚିତ ଭାବରେ ଭୋଗିବେ 27 ପଞ୍ଚାୟତ ନିର୍ବାଚନରେ। ଆଗାମୀ ଦିନରେ ଦୃଢ଼ ଆସନ୍ତାକାଲି ଆମର ପ୍ରତିବାଦ ସଭା ଅଛି ସାରା ଓଡ଼ିଶାରେ। ଆସନ୍ତାକାଲି ଏ ବାବଦରେ ପ୍ରତିବାଦ ସଭା ମଧ୍ୟ ଅନୁଷ୍ଠିତ ହେବ। ଆପଣମାନଙ୍କ ମାଧ୍ୟମରେ ମୁଁ ମୋହନ ସରକାରଙ୍କୁ ନିବେଦନ କରିବି, ସେ ଯେଉଁ ଭୁଲ କରୁଛନ୍ତି ସେ ଭୁଲରୁ କ୍ଷାନ୍ତ ରୁହନ୍ତୁ ଏବଂ ବିଜୁ ବାବୁଙ୍କୁ ଅସମ୍ମାନ ନ କରିବା ପାଇଁ ଚେଷ୍ଟା କରନ୍ତୁ। আজি দেখন্তু প্রভাত পুরুষ বিজু বাবুঙ্কর 109তম জন্ম জয়ন্তী সারা ভারত বর্ষ পালন করা হচ্ছে। সারা রাজ্যর নেই আজি মধ্যে আমার ভণ্ডারপুর নির্বাচন মন্ডলী পালিত হয়ে যাই। গোটিয়ে কথা কইবি, প্রভাত পুরুষঙ্কর এই জন্ম জয়ন্তী ସବୁବେଳେ ବିଜୁ ଜନତା ଦଳ ଧୁମଧାମରେ ପାଳନ କରିବା ସତ୍ତ୍ୱେ ଓଡ଼ିଶାବାସୀ ମଧ୍ୟ ପାଳନ କରିଥାନ୍ତି। ଏବଂ ସେହି ସମୟରେ ଯେତେବେଳେ ପଞ୍ଚାୟତ ରାଜ ଦିବସ ଆରମ୍ଭ ହୋଇଥିଲା, ଆମର ଯେଉଁ 5 ତାରିଖକୁ ସରକାର ଭାବରେ ପାଳନ କରାହେଉଥିଲା ଦୀର୍ଘ ବର୍ଷ ଧରି, ଯାହା ଆଜି ତାକୁ ରାଜ୍ୟ ସରକାର ଯେଉଁ ବନ୍ଦ କରିଦେଇଛନ୍ତି, ଏହା ଦୁଃଖ ଏବଂ ପରିତାପର ବିଷୟ ଏବଂ ଏହା ହୀନ ମାନସିକତାର କଥା। ତା ସହିତ ଦେଖନ୍ତୁ, ହଠାତ୍ କାଲି ରାତି 10ଟାରେ ସବୁ ସରପଞ୍ଚ ମାନଙ୍କ କତିକି ଫୋନ୍ ଆସିଲା। ପିଓ ମାନେ ଫୋନ୍ କଲେ ଯେ ରାଜ୍ୟ ସରକାର ଡିସାଇଡ୍ କରିଛନ୍ତି ଯେ ସୁଭଦ୍ରା ଯୋଜନାରେ ଗୋଟେ ପଞ୍ଚାୟତରେ ରାଲି ହେବ। ଇଏ କି କଥା? ଆପଣମାନେ ବିଜୁ ବାବୁଙ୍କ ଯେଉଁ ତାଙ୍କର ଯେଉଁ ବ୍ୟକ୍ତିତ୍ୱ, ତାଙ୍କର ଯେଉଁ ଗରିମାକୁ କ'ଣ କେବେ ଲୁଚେଇ ପାରିବେ? ଏଇଭଳିଆ ହୀନ କଥା କହି ଆପଣ ସୁଭଦ୍ରା ରାଲି କରୁନାହାନ୍ତି। ଯେତେବେଳେ କରନ୍ତୁ ଆମେ ମଧ୍ୟ ସ୍ୱାଗତ କରୁ, କିନ୍ତୁ ତାଙ୍କ ଭଳି ଜନ୍ମ ଜୟନ୍ତୀରେ ହଠାତ୍ ରାତି 10ଟାରେ ଡିସାଇଡ୍ କରି ଆପଣ ଏଇ ଯେଉଁ ହୀନ ମାନସିକତା ଦେଖାଇଛନ୍ତି, ଏହାକୁ କେବେ ଓଡ଼ିଶାବାସୀ କ୍ଷମା କରିବେ ନାହିଁ ଏବଂ ନିଶ୍ଚିତ ୟାର ଜବାବ ଆଗାମୀ ଦିନରେ ଓଡ଼ିଶାବାସୀ କିପରି ଦେବେ ସେଇମାନେ ହିଁ ଜାଣିବେ। ଇଏ ହେଉଛି ଆମର ଓଡ଼ିଶାବାସୀ ମାନଙ୍କର କ'ଣ ଅସ୍ମିତା, ଯେଉଁଠି ଆମ ପ୍ରବାଦ ପୁରୁଷମାନଙ୍କୁ ଏଇଭଳି ଅସମ୍ମାନ କରାଯାଉଛି, ତାହା ନିଶ୍ଚିତ ଆମେ ସମସ୍ତେ ମର୍ମାହତ ଏବଂ ଏହାର ପ୍ରତିବାଦ ମଧ୍ୟ କରାଯିବ। ଆଜି ବିଜୁବାବୁ ଜଣେ ରାଷ୍ଟ୍ରୀୟ ନାୟକ ଥିଲେ। ସେ ସମଗ୍ର ବିଶ୍ୱରେ ପରିଚିତ। କେବଳ 3ଟି ଦେଶର ଜାତୀୟ ପତାକା ତାଙ୍କ ମରଣୋତ୍ତର ସମ୍ମାନ ତାଙ୍କୁ ଦିଆଗଲା ନାହିଁ, ସାରା ବିଶ୍ୱ ଦରବାରରେ ବିଜୁବାବୁଙ୍କର ନାମ ପରିଚିତ। ସେ ଜଣେ ମହାନ ଜନନାୟକ ଥିଲେ, ଯାହାଙ୍କୁ ଝଡ଼ର ଇଗଲର ଆଖ୍ୟା ଦିଆଯାଇଥିଲା, ଯାହାଙ୍କୁ ଇଣ୍ଡୋନେସିଆର ଭୂମିପୁତ୍ର, ଓଡ଼ିଶାର ବରପୁତ୍ର। ସେ କେନ୍ଦ୍ରମନ୍ତ୍ରୀ ଥିଲେ, ସେ ଓଡ଼ିଶାର 2 ଥର ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କ ନାମରେ ଓଡ଼ିଶାରେ ଗୋଟେ ଦଳ ପ୍ରତିଷ୍ଠିତ ହୋଇଛି, ଯେଉଁ ଦଳ 25 ବର୍ଷ କାଳ ଓଡ଼ିଶାର ଶାସନ ଗାଦିରେ ରହିଲା ବିଜୁବାବୁଙ୍କ ନାଁରେ। ସେ ଦଳ ନବୀନ ବାବୁଙ୍କ ନେତୃତ୍ୱରେ। ତେଣୁ ଆଜି ମୋହନ ସରକାର, ମୋହନ ମାଝୀଙ୍କ ନେତୃତ୍ୱରେ ଯେଉଁ ବିଜୁ ବାବୁଙ୍କ ଜୟନ୍ତୀରେ ଜନ୍ମ ଜୟନ୍ତୀରେ ପଞ୍ଚାୟତ ରାଜ ଦିବସକୁ ବନ୍ଦ କରିଦେଲେ ଏବଂ ପଞ୍ଚାୟତ ରାଜ ଦିବସର ତାରିଖକୁ ପରିବର୍ତ୍ତନ କଲେ, ଏହା ଓଡ଼ିଶାବାସୀ ମାନେ ତାଙ୍କୁ ଏକ ନିନ୍ଦା କରୁଛନ୍ତି। ସମଗ୍ର ଓଡ଼ିଶାର ନୁହେଁ, ସାରା ବିଶ୍ୱ ଦରବାରରେ ଏହା ନିନ୍ଦନୀୟ ହେଉଛି। ମୋହନ ମାଝୀ ସେ କେନ୍ଦୁଝର ଜିଲ୍ଲାର ଜଣେ ସୁପରିଚିତ ବାଲି ମାଫିଆ ଭାବରେ ପରିଚିତ, ଯେଉଁଠି କେନ୍ଦୁଝର ଜିଲ୍ଲାରୁ ମିନେରାଲ ମାଇନିଂକୁ ମାନେ ବେଆଇନ ଭାବେ ତାକୁ ଚାଲାଣ କରାଯାଉଛି। ସେଠି ସେ କେବଳ ଇଲିଗାଲ ଟ୍ରାନ୍ସପୋର୍ଟିଂ, ଇଲିଗାଲ ମାଇନିଂ କରି ବିଜେପିର ପାଣ୍ଠିକି ବଢ଼ାଉଛନ୍ତି। ସେଠି କେନ୍ଦୁଝର ଜିଲ୍ଲାର ମାନଚିତ୍ରକୁ ସେ ପରିବର୍ତ୍ତନ କରିପାରିବେନି। ସେ ଏଇଭଳି ହୀନ ମାନସିକତା ଦେଖାଇକି ଓଡ଼ିଶା ରାଜନୀତିରେ ତାଙ୍କର ପରିଚୟ ସୃଷ୍ଟି କରିବା ପାଇଁ, ବିଜେପି ଦଳର ସ୍ଥିତିକି ବଜାଇ ରଖିବା ପାଇଁ ସେ ବିଜୁ ବାବୁଙ୍କ ନାମକୁ ଓଡ଼ିଶା ମାନଚିତ୍ରରୁ ହଟାଇବା ପାଇଁ ଚାହୁଁଛନ୍ତି। କିନ୍ତୁ ଏହା ଓଡ଼ିଶାବାସୀମାନେ କେବେ ବରଦାସ୍ତ କରିବେ ନାହିଁ ଏବଂ ଆଗାମୀ ଦିନରେ ଏହାର ଦୃଢ଼ ଜବାବ ଓଡ଼ିଶାର ମା ମାଉସୀମାନେ, ଆବାଳ ବୃଦ୍ଧ ବନିତାମାନେ, ମେହନତି ଖଟିଖିଆ
ମଜଦୁର ମଣିଷ ମାନେ ସମସ୍ତେ ଦେବେ। ଯେପରି ଭାବରେ ବିଜୁ ଜନତା ଦଳ ବିପୁଳ ପରିମାଣରେ ମାନେ ବିଜୟ ଲାଭ କରୁଥିଲା ସେଇଭଳି ଭାବରେ ଅପରିବର୍ତ୍ତିତ ରହିବ। ବିଜୁ ବାବୁଙ୍କ ନାଁରୁ କେହି ହୃଦୟରୁ ଲିଭେଇ ପାରିବେ ନାହିଁ ଏବଂ ସାରା ଓଡ଼ିଶାରେ ଗୋଟିଏ କଥା ଆଜି ଉଠୁଛି, ଛି ଛିରେ ମୋହନ ଛି ଛି। ବିଜୁ ବାବୁଙ୍କ ନାଁ ଉଠେଇ ସବୁଦିନ ପାଇଁ ସେ ଯୋଉ ଛିର ନାରା ମୋହନ ମାଝୀ ତାଙ୍କ ମୁଣ୍ଡକୁ ନେଇଛନ୍ତି। ମୁଁ ବି ଆଜି ନିନ୍ଦା କରୁଛି, ମୁଁ ବି ପୁଣି ଥରେ କହୁଛି, ଛି ଛିରେ ମୋହନ ଛି ଛି।